ବ୍ୟବହାର ପରିବାରର ବୟସ୍କ ଓ ବୃଦ୍ଧ ବ୍ୟକ୍ତିଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ। ଜ୍ୟେଷ୍ଠମାନଙ୍କୁ ସୁଖ ସୁବିଧା ଦେବା, ସେମାନଙ୍କର ସେବା ଓ ଆଦର କରିବା, ସେମାନଙ୍କର ଆଜ୍ଞା ପାଳନ କରିବା ଓ ଅଧୀନରେ ରହିବା କନିଷ୍ଠମାନଙ୍କର କର୍ତ୍ତବ୍ୟ ଅଟେ। କିନ୍ତୁ ଜ୍ୟେଷ୍ଠମାନଙ୍କ ପକ୍ଷେ ନିଜକୁ ବଡ଼ ଓ ପୂଜନୀୟ ଭାବି ଅଭିମାନ କରିବା ଶୋଭନୀୟ ନୁହେଁ। ଏପରି ଆଚରଣ କଲେ ସେମାନଙ୍କ ପ୍ରତି କନିଷ୍ଠମାନଙ୍କର ଆଦର ହ୍ରାସ ପାଏ। ସମସ୍ତଙ୍କୁ ପାଳନ ପୋଷଣ କରିବାରେ, କଷ୍ଟ ସହନ କରିବାରେ ଓ କନିଷ୍ଠମାନଙ୍କୁ ସୁଖ ସୁବିଧା ଦେବାରେ ଜ୍ୟେଷ୍ଠମାନେ ଆନନ୍ଦ ଅନୁଭବ କରିବା ଉଚିତ। ଜ୍ୟେଷ୍ଠ ଓ କନିଷ୍ଠ ଉଭୟ ଏପରି ଆଚରଣ କଲେ ସମ୍ପୂର୍ଣ୍ଣ ପରିବାର ଓ ସମାଜ ସୁଖୀ ହୁଏ। ନାରୀ ସହିତ ଶ୍ୱଶୁର ମାତାପିତା କିପରି ବ୍ୟବହାର କରିବେ। ବୋହୂ ସହିତ ଶାଶୁ ଶ୍ୱଶୁର ମାତାପିତା ଆଦି ହୃଦୟର ସହିତ ଆଦର କରିବା ଉଚିତ। ସେ ଯେପରି ପଥଭ୍ରଷ୍ଟ ନ ହୁଏ ସେଥିପ୍ରତି ସତର୍କ ଓ ଯତ୍ନବାନ ହେବା ଉଚିତ। ତାର ହିତ ପାଇଁ ସେ ଯେପରି ଦୁଃଖୀ ନ ହେବ ଓ ସତ୍ପଥରେ ରହିବ ସେଥିପ୍ରତି ଲକ୍ଷ୍ୟ ଦେବା ଉଚିତ। ମା ଓ ଶାଶୁ ସରଳ ଓ ନିରାଡ଼ମ୍ବର ଜୀବନ ଯାପନ କରିବେ। ଗହଣା, ଲୁଗାପଟା ଓ ଖାଦ୍ୟ ପ୍ରଭୃତିର ବ୍ୟବହାର ସଉକ ଦୃଷ୍ଟିରୁ ନ କରି କେବଳ ନିର୍ବାହ ଦୃଷ୍ଟିରୁ କରିବେ। ଏହା ବୋହୂ ବା କନ୍ୟା ପାଇଁ ଆଦର୍ଶ ହେବ। ସେମାନେ ତ୍ୟାଗ, ତପ ଓ ସଂଯମରେ ରହିଲେ ତାର ପ୍ରଭାବ ଝିଅ ବା ବୋହୂ ଉପରେ ପଡ଼ିବ। ସେମାନେ ବିଚାର କରିବା ଉଚିତ ଯେ ଏହି ଅବସ୍ଥାରେ ସଂଯମୀ ନ ହେଲେ ଆଉ କେବେ ହେବେ। ସଂସାରରେ ସଂଯମୀ ଓ ତ୍ୟାଗୀମାନଙ୍କର ମହତ୍ତ୍ୱ ରହିଛି। ଭୋଗୀ ଓ ସ୍ୱେଚ୍ଛାଚାରୀମାନଙ୍କର ଯଶ ରହେ ନାହିଁ। ଭାଇ ଭାଉଜ ଘର ଲୋକଙ୍କ ସହିତ କିପରି ବ୍ୟବହାର କରିବେ। ଭାଇ ଭାଉଜ ଘର ଲୋକଙ୍କ ହୃଦୟ ସହିତ ଆଦର କରିବା ଉଚିତ। ସେମାନଙ୍କୁ କେବେ ହେଲେ ଅବହେଳା କରିବେ ନାହିଁ। ତାଙ୍କର ହିତ ପାଇଁ ଚରିତ୍ର ରକ୍ଷା ଦୃଷ୍ଟିରୁ ସେମାନଙ୍କୁ ସ୍ନେହ କରିବା ସଙ୍ଗେ ସଙ୍ଗେ ଅନୁଶାସନ ମଧ୍ୟରେ ବି ରଖିବା ଉଚିତ। ମାତାପିତା କନ୍ୟା ଗୃହରେ ଭୋଜନ କରିବା ଉଚିତ କି? ମାତାପିତା କନ୍ୟାଦାନ କରିଛନ୍ତି। ଦାନ ଦେଇଥିବା ବସ୍ତୁ ଉପରେ ଦାତାର ଅଧିକାର ନଥାଏ। କନ୍ୟା ଏଥର ସେ ଘରର ମାଲିକ ହୋଇଗଲା। ତେଣୁ ସେମାନେ କନ୍ୟା ଗୃହରେ ଭୋଜନ କରିବା ଉଚିତ ନୁହେଁ। କନ୍ୟାର ସନ୍ତାନ ନ ହେବା ଯାଏଁ ତାହା ଗୃହରେ ଅନ୍ନ ଜଳ ଗ୍ରହଣ କରିବା ଉଚିତ ନୁହେଁ। ଜାମାତା କେବଳ ପିତୃଋଣରୁ ମୁକ୍ତ ହେବା ପାଇଁ ଅନ୍ୟର କନ୍ୟା ଗ୍ରହଣ କରିଥାନ୍ତି। ସନ୍ତାନ ହେବା ପରେ ଜାମାତା ପିତୃଋଣରୁ ମୁକ୍ତ ହୁଅନ୍ତି। ସେତେବେଳେ କନ୍ୟା ଉପରେ ମା ବାପାଙ୍କର ଅଧିକାର ଆସେ। ନାତି ଅଜା-ଆଈଙ୍କ ମୃତ୍ୟୁ ପରେ ଶ୍ରାଦ୍ଧ ତର୍ପଣ କରେ। ସେମାନେ ପରଲୋକରେ ତାର ପିଣ୍ଡ ଜଳ ଗ୍ରହଣ କରନ୍ତି। କନ୍ୟାର ପୁଅ ନ ହୋଇ କେବଳ ଝିଅ ହେଲେ ମଧ୍ୟ ତା ଗୃହରେ ଅନ୍ନ ଜଳ ଗ୍ରହଣ କରାଯାଇପାରେ। ଏହାର କାରଣ କନ୍ୟାର ସନ୍ତାନ ହେବା ପରେ କନ୍ୟାଦାନ ସଫଳ ହୁଏ। ମାତାପିତା ଓ ପୁତ୍ର କନ୍ୟାଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିବା ଉଚିତ। ମାତାପିତା ବୁଝିବା ଉଚିତ ଯେ ପୁଅ ଝିଅମାନେ ତାଙ୍କ ଘରେ ଜନ୍ମ ହୋଇଥିବାରୁ ପିଲାମାନଙ୍କର ଇହଲୋକ ଓ ପରଲୋକର ମଙ୍ଗଳ ପାଇଁ ଚେଷ୍ଟା କରିବା ତାଙ୍କର କର୍ତ୍ତବ୍ୟ। ନିଜର ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ଶିକ୍ଷା ଓ ଶାସନ ମାଧ୍ୟମରେ ସନ୍ତାନମାନଙ୍କ ବ୍ୟକ୍ତିତ୍ୱ ନିର୍ମାଣ କରିବାକୁ ହେବ। ଦଣ୍ଡ ଦେଇ ସୁଦ୍ଧା ସେମାନଙ୍କର ଚରିତ୍ରକୁ ସୁଧାରିବାକୁ ହେବ। ସନ୍ତାନମାନେ ବିଚାର କରିବା ଉଚିତ ଯେ ମାତାପିତାଙ୍କ ଯୋଗୁଁ ସେମାନଙ୍କୁ ମନୁଷ୍ୟ ଦେହ ମିଳିଛି, ଯାହାଦ୍ୱାରା ସେମାନେ ସଂସାର କାର୍ଯ୍ୟ କରିବା ସହିତ ପ୍ରଭୁଙ୍କ ଭକ୍ତି ଓ ପରମାନନ୍ଦ ପ୍ରାପ୍ତି କରିପାରିବେ। ତେଣୁ ସେମାନଙ୍କ ଯୋଗୁଁ ପିତାମାତା ଦୁଃଖୀ ଓ ଅପମାନିତ ନ ହୁଅନ୍ତୁ। ସେମାନଙ୍କ ଉତ୍କୃଷ୍ଟ ଆଚରଣ ଯୋଗୁଁ ମାତାପିତାଙ୍କ ସମ୍ମାନ ବଢ଼ୁ। ସେମାନଙ୍କର ତୀର୍ଥ ବ୍ରତ ଆଦି ଶୁଭକର୍ମର ଫଳ ମାତାପିତାଙ୍କୁ ମିଳୁ। ଏପରି ଆଚରଣ ଦ୍ୱାରା ପରିବାର ସୁଖୀ ହୁଏ ଓ ଭବିଷ୍ୟତରେ ସମସ୍ତଙ୍କର କଲ୍ୟାଣ ହୁଏ। ପତି ପତ୍ନୀ ପରସ୍ପର ସହିତ କିପରି ବ୍ୟବହାର କରିବେ। ପତି ସବୁବେଳେ ବିଚାର କରିବା ଉଚିତ ଯେ ମାତାପିତା ଭାଇ ଭଉଣୀଙ୍କୁ ଛାଡ଼ି ବହୁ ତ୍ୟାଗ ସ୍ୱୀକାର କରି ପତ୍ନୀ ମୋ ପାଖକୁ ଆସିଛି, ତାହାର କୌଣସି ପ୍ରକାର ଅସୁବିଧା ହେବା ଉଚିତ ନୁହେଁ। ମୋ ଅପେକ୍ଷା ତାକୁ ଉତ୍ତମ ସୁଖ ସୁବିଧା ମିଳୁ। ତାର ପତିବ୍ରତ ଧର୍ମ ସୁରକ୍ଷିତ ରହୁ। ସେ ସ୍ୱେଚ୍ଛାଚାରିଣୀ ନ ହୋଇ ସୁଶୀଳ ହେଉ ଓ ତାର ଉଦ୍ଧାର ହେଉ। ପତ୍ନୀ ବିଚାର କରିବା ଉଚିତ ଯେ ସମୁଦ୍ର ପାର କରି ଆସି ମୁଁ ପୁଣି କୂଳରେ ବୁଡ଼ି ନ ଯାଏ, ଅର୍ଥାତ୍ ମୁଁ ନିଜର ଗୋତ୍ର, କୁଳ ଓ କୁଟୁମ୍ବ ଛାଡ଼ି ପତି ଗୃହକୁ ଆସିଛି, ଅଥଚ ମୋ କାରଣରୁ ପତି କୁଳରେ ଦୁଃଖ, ଅପମାନ ବା ନିନ୍ଦା ନ ହେଉ। ମୁଁ ସମସ୍ତ ପ୍ରକାର କଷ୍ଟ ସହନ ପାଇଁ ପ୍ରସ୍ତୁତ, କିନ୍ତୁ ମୋ ସ୍ୱାମୀଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ କିଞ୍ଚିତ ମାତ୍ରେ ବି କଷ୍ଟ ନ ହେଉ। ପତିଙ୍କର ଓ ତାଙ୍କ ପରିବାର ଲୋକଙ୍କର ଇହଲୋକ ଓ ପରଲୋକରେ ମଙ୍ଗଳ ହେବା ପ୍ରତି ପତ୍ନୀର ଦୃଷ୍ଟି ରହିବା ଉଚିତ। ଶାଶୁ ବୋହୂ ପରସ୍ପର କିପରି ବ୍ୟବହାର କରିବେ। ଶାଶୁ ସବୁବେଳେ ବୁଝିବା ଉଚିତ ଯେ ବୋହୂ ନିଜର ମାଆକୁ ଛାଡ଼ି ଏଠାକୁ ଆସିଛି। ସେ ମୋ ପୁତ୍ରର ଅଙ୍ଗ ସଦୃଶ। ମୋର ଖରାପ ବ୍ୟବହାର କାରଣରୁ ସେ କେବେ ହେଲେ ଦୁଃଖୀ ହୋଇ ତା ମାଆକୁ ସ୍ମରଣ ନ କରୁ। ବୋହୂ ବୁଝିବା ଉଚିତ ଯେ ଶାଶୁ ମୋର ସମଗ୍ର ସୌଭାଗ୍ୟର ବା ପତିଦେବଙ୍କର ଜନନୀ। ଯିଏ ମୋର ସର୍ବସ୍ୱ, ସେ ଏହାଙ୍କଠାରୁ ଜନ୍ମ ହୋଇଛନ୍ତି। ତେଣୁ ଶାଶୁଙ୍କର ଆଦର ପ୍ରତିଷ୍ଠା ରହିବା ଉଚିତ। ମୁଁ କଷ୍ଟ ଭୋଗି ପଛେ, କିନ୍ତୁ ସେ ସୁଖ ପାଆନ୍ତୁ। ତାଙ୍କର କଠୋର ଶବ୍ଦ ମଧ୍ୟ ମୋ ପାଇଁ ହିତକାରକ।
ମୁଁ ରୋଗରେ ପଡ଼ିଲେ ସେ ମୋର ବହୁତ ସେବା କରନ୍ତି। ସେ ମୋ ଉପରେ ନିଜ ଘରର ଦାୟିତ୍ୱ ଓ ଉତ୍ତରାଧିକାର ଛାଡ଼ି ଦେଇଛନ୍ତି। ଏ ଋଣ ମୁଁ ଜନ୍ମଜନ୍ମାନ୍ତରରେ ଶୁଝିପାରିବି ନାହିଁ। ବୋହୂ ନିଜର ଦେଢ଼ଶୁର, ଦିଅର ଓ ଯାଆମାନଙ୍କୁ ଆଦର ସମ୍ମାନ କରିବା ଉଚିତ। ଦେଢ଼ଶୁର ଓ ବଡ଼ ଯା ତା'ର ପିତାମାତା ପରି ପୂଜ୍ୟ। ଦିଅର ଓ ସାନ ଯା ପୁଅ ଝିଅ ପରି ଆଦରଣୀୟ। ସେ ଭାବିବା ଉଚିତ ଏ ସମସ୍ତଙ୍କର ସେବା ପାଇଁ ମୁଁ ଏହି ଘରକୁ ଆସିଛି। ମୋର ଏ ସମସ୍ତ କର୍ମ ଏମାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ ହେଉ। ଏମାନେ ମୋ ସହିତ କିପରି ବ୍ୟବହାର କରୁଛନ୍ତି ତାହା ଦେଖିବା ମୋର କର୍ତ୍ତବ୍ୟ ନୁହେଁ। ହଁ, ଯଦି ସେମାନେ ବୋହୂ ସହିତ ଖରାପ ବ୍ୟବହାର କରନ୍ତି ତେବେ ଯାଇ ବୋହୂ ସେମାନଙ୍କୁ ଖରାପ ବ୍ୟବହାର ପ୍ରତିକାର କରିବା ପାଇଁ କିଛି ବି ପଦକ୍ଷେପ ନେଇପାରନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଘରର ଲୋକମାନେ ବୋହୂ ସହିତ ଖରାପ ବ୍ୟବହାର କରିନାହାନ୍ତି ସେ ପର୍ଯ୍ୟନ୍ତ ବୋହୂ ସେମାନଙ୍କୁ ଆଦର ସମ୍ମାନ କରିବା ସହିତ ସେମାନଙ୍କୁ ସବୁ କାର୍ଯ୍ୟ କରିବା ଉଚିତ, ଯାହାଦ୍ୱାରା ବୋହୂର ମଙ୍ଗଳ ହେବ। ଭାଉଜ ଓ ଦିଅର ମଧ୍ୟରେ କିପରି ବ୍ୟବହାର ରହିବା ଉଚିତ? ଭାଉଜ ସୀତାଙ୍କ ପରି ଓ ଦିଅର ଭରତଙ୍କ ପରି ବ୍ୟବହାର କରିବେ। ସୀତା ଭରତଙ୍କୁ ପୁତ୍ର ପ୍ରାୟ ମଣୁଥିଲେ। କୈକେୟୀ ବିନା କାରଣରେ ରାମଙ୍କୁ ବଣକୁ ପଠାଇଲେ। ଏହା ସତ୍ତ୍ୱେ ସୀତା ଭରତଙ୍କୁ କେବେ ହେଲେ ଦୋଷାରୋପ ଓ ଅନାଦର କରି ନଥିଲେ। ବରଂ ଭରତ ଚିତ୍ରକୂଟରେ ପହଞ୍ଚି ସୀତାଙ୍କୁ ପାଦଧୂଳି ନେବାବେଳେ ସେ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ତେଣୁ ଦିଅର ଅପମାନ କଲେ ସୁଦ୍ଧା ଭାଉଜ ତାଙ୍କୁ ମାତୃସ୍ନେହ ଦେବା ଉଚିତ। ଅପରପକ୍ଷେ ଦିଅର ଭାଉଜଙ୍କୁ ମା' ପରି ସମ୍ମାନ ଦେବା ଉଚିତ। ସୀତା ବୟସରେ ସେତେ ବଡ଼ ନଥିଲେ ସୁଦ୍ଧା ଭରତ ଓ ଲକ୍ଷ୍ମଣ ପ୍ରଭୃତି ତାଙ୍କୁ ମାତୃତୁଲ୍ୟ ଭାବେ ଦେଖୁଥିଲେ। ଶଳା ଭିଣୋଇ ମଧ୍ୟରେ କିପରି ବ୍ୟବହାର ରହିବା ଉଚିତ? ଭିଣୋଇ ଭାବିବା ଉଚିତ ଯେ ନିଜ ପତ୍ନୀଙ୍କ ପରି ଶାଳାକ ମଧ୍ୟ ପ୍ରିୟ ପାତ୍ର। ଲୌକିକ ଦୃଷ୍ଟିରୁ ବିଚାର କଲେ ଶାଳାଙ୍କ ଘରୁ ସମୟ ସମୟ କିଛି ନା କିଛି ଜିନିଷ ମିଳିଥାଏ। ସେଥିରୁ ଉପକାର ମିଳେ। ପାରମାର୍ଥିକ ଦୃଷ୍ଟିରୁ ପତ୍ନୀ ଶାଳକଙ୍କ ଘରୁ ଆସିଥିବାରୁ ତାଙ୍କ ପ୍ରତି ଆଦର ପ୍ରଦର୍ଶନ କରିବା ଉଚିତ। ଶାଳକ ବୁଝିବା ଉଚିତ ଯେ ମୋ ଭିଣୋଇ ମୋ ଭଉଣୀଙ୍କର ଆଦରଣୀୟ ଓ ପୂଜ୍ୟ, ତେଣୁ ମୋ ପାଇଁ ମଧ୍ୟ ଆଦରଣୀୟ। ଭଉଣୀ ଓ ଝିଅକୁ ସବୁବେଳେ କିଛି ନା କିଛି ଦେବା କର୍ତ୍ତବ୍ୟ ଅଟେ। ତେଣୁ ଭଉଣୀର ଅଙ୍ଗ ହୋଇଥିବାରୁ ଭିଣୋଇ ମଧ୍ୟ ଦାନ ଓ ସ୍ନେହର ପାତ୍ର। ଭାଇ ଭଉଣୀ ପରସ୍ପର କିପରି ବ୍ୟବହାର କରିବେ? ପ୍ରାୟ ଦେଖାଯାଏ ଯେ ଭାଇ ପକ୍ଷରୁ ତ୍ରୁଟି ହୁଏ। ଭଉଣୀ ପକ୍ଷରୁ ସବୁବେଳେ ଭାଇ ପ୍ରତି ସ୍ନେହ ରହିଥାଏ। ଭାଇ ବୁଝିବା ଉଚିତ ଯେ ଭଉଣୀ ଦୟାର ମୂର୍ତ୍ତି। ଭଉଣୀକୁ ସ୍ନେହ ଓ ଆଦର ଦେବା ଉଚିତ। ବ୍ରାହ୍ମଣଙ୍କୁ ଭୋଜନ ଦେଲେ ଯେଉଁ ପୁଣ୍ୟ ମିଳେ, ଭଉଣୀ ଓ କନ୍ୟାକୁ କିଛି ଉପହାର ଦେଲେ ସେହିଭଳି ପୁଣ୍ୟ ଲାଭ ହୁଏ। ସରକାର ପିତାଙ୍କ ସମ୍ପତ୍ତିରେ କନ୍ୟାର ଅଧିକାରକୁ ସ୍ୱୀକାର କରିଛନ୍ତି। ଏହା ଫଳରେ ଭାଇ ଭଉଣୀ ମଧ୍ୟରେ ମତାନ୍ତର ଘଟୁଛି। ଭଉଣୀ ଭାଇକୁ ସମ୍ପତ୍ତିର ଭାଗ ମାଗିଲେ ପରସ୍ପର ମଧ୍ୟରେ ସ୍ନେହ ସୌହାର୍ଦ୍ଦ୍ୟ ରହେ ନାହିଁ। ଏଣୁ ଆମର ପାରମ୍ପରିକ ପବିତ୍ର ରୀତିକୁ ସମ୍ମାନ ଦେବା ଉଚିତ। ଅର୍ଥାତ୍ ପିତାଙ୍କ ସମ୍ପତ୍ତିର ଭାଗ ନେବା ପାଇଁ କହିବା କନ୍ୟା ପକ୍ଷେ ଶୋଭନୀୟ ନୁହେଁ। ଅବଶ୍ୟ ଆଜିକାଲି ସମୟରେ କନ୍ୟାକୁ ମଧ୍ୟ ସମ୍ପତ୍ତିର ଅଧିକାର ମିଳିଥିବାରୁ ଯଦି ନିହାତି ଆବଶ୍ୟକ ପଡ଼େ ତେବେ କନ୍ୟା ନିଜ ସମ୍ପତ୍ତିର ଭାଗ ପିତା ବା ଭାଇଙ୍କଠାରୁ ମାଗିପାରିବ। କିନ୍ତୁ ତାହା ମଧ୍ୟ ଭଦ୍ରତା ଓ ସୌଜନ୍ୟ ଦୃଷ୍ଟିରୁ ହେବା ଉଚିତ ନୁହେଁ। କଳି ଝଗଡ଼ା କରି ନିଜ ସମ୍ପତ୍ତି ମାଗିଲେ ଏହା କେବେ ବି ମିଳେ ନଥାଏ। କିନ୍ତୁ ଆଜିକାଲି ସମୟରେ ଏହାର ବିପରୀତ ଘଟଣା ଘଟୁଥିବାରୁ ଏସବୁ ଘଟଣାକୁ ନେଇ ନାନାଦି ଗଣ୍ଡଗୋଳ ସବୁବେଳେ ଦେଖାଯାଉଛି। ତେଣୁ ଏସବୁକୁ ବିଚାରକୁ ନେଲେ ଭଦ୍ରତା ଦୃଷ୍ଟିରୁ ସବୁ କାର୍ଯ୍ୟ କରିବା ଉଚିତ। କଳି ଝଗଡ଼ା କଲେ ବା ଗଣ୍ଡଗୋଳ କଲେ କୌଣସି ସମାଧାନ ହୁଏ ନାହିଁ। କୁକୁରମାନେ ରୁଟି ନ ମିଳିବା ପର୍ଯ୍ୟନ୍ତ ଖୁସିରେ ଖେଳୁଥାନ୍ତି। ଆଗରେ କେହି ରୁଟି ଖଣ୍ଡିଏ ପକାଇଦେଲେ ସେମାନଙ୍କର କଳହ ଆରମ୍ଭ ହୋଇଯାଏ। ମନୁଷ୍ୟ ମଧ୍ୟ ସେଭଳି ଆଚରଣ ହେଲେ ମନୁଷ୍ୟର କେଉଁ ବା ମହତ୍ତ୍ୱ ରହିବ? ଦର୍ଶକ ବନ୍ଧୁ, ଏଠି ଗୋଟିଏ ବହୁତ ସୁନ୍ଦର କଥା କୁହାଯାଇଛି। ଯେଉଁ କୁକୁରମାନେ ଏକାଠି ହୋଇ ଖେଳୁଥାନ୍ତି ସେମାନଙ୍କ ପାଖରେ ଯଦି କିଏ ରୁଟି ଖଣ୍ଡିଏ ପକାଇଦିଏ, ସେହି ରୁଟି ଖଣ୍ଡିଏ ପାଇବା ପାଇଁ ପରସ୍ପର ସେମାନଙ୍କ ଭିତରେ କଳି ଝଗଡ଼ା କରନ୍ତି। ତେଣୁ ଆମେମାନେ ମନୁଷ୍ୟ ଜନ୍ମ ପାଇକି ଏମିତି ସାମାନ୍ୟ କଥାରେ ଯଦି କଳି ଝଗଡ଼ା କରିବା ତାହେଲେ ଭଗବାନ ଆମକୁ ମନୁଷ୍ୟ ଜନ୍ମ ଦେଇକି ଯେଉଁ ଆମର ଉପକାର କରିଛନ୍ତି ତାର ମୂଲ୍ୟ ବା କ'ଣ ରହିବ? ତେଣୁ ଏହି କଥାକୁ ଆପଣମାନେ ଭଲ ଭାବେ ବୁଝି ନିଜ ମନୁଷ୍ୟ ଜନ୍ମ ସାର୍ଥକ କରନ୍ତୁ ଓ ନିଜ ପରିବାର ଓ ଲୋକଙ୍କୁ ନେଇ ଭଲରେ ରୁହନ୍ତୁ ତଥା ନିଜର ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ଗୃହସ୍ଥ ଧର୍ମରେ କେମିତି ରହିବାକୁ ହୁଏ ଆପଣମାନେ ନିଜର ଆଚରଣ ମାଧ୍ୟମରେ ଅନ୍ୟମାନଙ୍କୁ ଶିକ୍ଷା ଦିଅନ୍ତୁ। କହିବା ଅପେକ୍ଷା ନିଜେ କରିକି ଦେଖାଇବା ହିଁ ସବୁଠୁ ବଡ଼ ମୁଖ୍ୟ କାରଣ ଅଟେ, ଯାହାଦ୍ୱାରା ଲୋକଙ୍କ ଉପରେ ତା'ର ପ୍ରଭାବ ଶୀଘ୍ର ପଡ଼ିଥାଏ। ତେଣୁ କେବଳ କହିଲେ ଲୋକମାନେ ଶୁଣିବେ ନାହିଁ। ଆପଣ ଯଦି ଉଚିତ ଆଚରଣ କରିକି ଦେଖାଇ ପାରିବେ ଲୋକଙ୍କୁ, ତାହେଲେ ଲୋକମାନେ ଆପଣଙ୍କଠୁ ଶିଖିବେ ଓ ଘର ସଂସାର ମଧ୍ୟରେ କିପରି ରହିବାକୁ ହୁଏ, କିପରି ଚଳିବାକୁ ହୁଏ, ତାହା ଅନ୍ୟମାନେ ମଧ୍ୟ ଆପଣଙ୍କଠୁ ଶିଖିପାରିବେ। ଗୃହସ୍ଥ ବ୍ୟକ୍ତି ଅତିଥିମାନଙ୍କ ସହିତ କିପରି ବ୍ୟବହାର କରିବ? ଯାହାର ଆସିବାର ତିଥି ବା ନିଶ୍ଚିତ ସମୟ ନାହିଁ ସେ ଅତିଥି ସେବା ମୁଖ୍ୟତଃ ଗୃହସ୍ଥ ଆଶ୍ରମରେ ହୋଇଥାଏ। ବାନପ୍ରସ୍ଥ ଆଶ୍ରମ ପାଇଁ ମଧ୍ୟ ଏହାର ବିଧାନ ଅଛି। ବ୍ରହ୍ମଚାରୀ ସନ୍ନ୍ୟାସୀଙ୍କ ପକ୍ଷେ ଅତିଥି ସେବା କରିବା ମୁଖ୍ୟ ନୁହେଁ।
ଯେତେବେଳେ ବ୍ରହ୍ମଚାରୀ ସ୍ନାତକ ହୁଏ ଅର୍ଥାତ୍ ବ୍ରହ୍ମଚର୍ଯ୍ୟ ନିୟମ ପାଳନ କରିସାରି ଗୃହସ୍ଥାଶ୍ରମରେ ପ୍ରବେଶ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ତାକୁ ଦୀକ୍ଷାନ୍ତ ଉପଦେଶ ଦିଆଯାଏ। ମାତୃଦେବ ଭବ, ପିତୃଦେବ ଭବ, ଆଚାର୍ଯ୍ୟ ଦେବ ଭବ, ଅତିଥି ଦେବ ଭବ। ଅର୍ଥାତ୍ ମାତା, ପିତା, ଆଚାର୍ଯ୍ୟ ଓ ଅତିଥିଙ୍କୁ ଦେବତା ମନେକରି ସେମାନଙ୍କର ସେବା କର। ମୁଖ୍ୟତଃ ଗୃହସ୍ଥାଶ୍ରମ ପକ୍ଷେ ଏ ନିୟମ ଗୁଡ଼ିକ ପାଳନୀୟ। ଅତିଥିକୁ ଯଥାଯୋଗ୍ୟ ଆଦର ଓ ସତ୍କାର କରିବା ଆବଶ୍ୟକ। ଅତିଥି ସେବା ମାଧ୍ୟମରେ ଆସନ ଦେବା, ଭୋଜନ ଦେବା ଓ ଜଳ ଦେବା ପ୍ରଭୃତି ଅନେକ ପ୍ରକାର ସେବା ଅନ୍ତର୍ଗତ। ମାତ୍ର ଅନ୍ନଦାନ ସବୁଠାରୁ ମୁଖ୍ୟ। ଭୋଜନ ପ୍ରସ୍ତୁତ ହେବା ପରେ ବିଧିପୂର୍ବକ ବଳି ବିଶ୍ୱଦେବ କରିବେ। ସମଗ୍ର ବିଶ୍ୱକୁ ଭୋଜନ ଅର୍ପଣ କରିବା ଏହାର ଉଦ୍ଦେଶ୍ୟ। ତାପରେ ଭଗବାନଙ୍କୁ ନୈବେଦ୍ୟ ଅର୍ପଣ କରିବେ ଏବଂ ତାପରେ ଅତିଥି, ଭିକ୍ଷୁକ ଆଦିଙ୍କୁ ଭୋଜନ ଦେବେ। ଭିକ୍ଷୁକ 6 ପ୍ରକାର ଯଥା ବ୍ରହ୍ମଚାରୀ, ସାଧୁସନ୍ଥ, ବିଦ୍ୟାର୍ଥୀ, ଗୁରୁସେବକ, ପଥଚାରୀ ଏବଂ କ୍ଷୀଣବୃତ୍ତି ଲକ୍ଷେ ଅର୍ଥାତ୍ ଚୋର ଓ ଡକାୟତଙ୍କ ଦ୍ୱାରା ଅଥବା ଘର ପୋଡ଼ି ଆଦିର ସର୍ବଶାନ୍ତ ବ୍ୟକ୍ତି ଏମାନେ ଭିକ୍ଷୁକ ଅଟନ୍ତି। ଏମାନଙ୍କୁ ଅନ୍ନଦାନ କରିବା ଉଚିତ। ଯଦି ଦର୍ଶକ ବନ୍ଧୁ ଏଠାରେ ଯେଉଁ କଥା କୁହାଗଲା ଅତିଥିଙ୍କ ସେବା କରିବା ଉଚିତ ତାହା ସମ୍ପୂର୍ଣ୍ଣ ଠିକ୍ ଅଟେ। ଅତିଥି ସେବା ମହାପୁଣ୍ୟ ଅଟେ। କିନ୍ତୁ ଅତିଥି ହେବା ନାଁରେ ଲୋକମାନଙ୍କୁ ଅଯଥା କଷ୍ଟ ଦେବା ବିନା କାରଣରେ ବିନା ନିମନ୍ତ୍ରଣରେ ସେମାନଙ୍କ ଲୋକମାନଙ୍କ ଘରକୁ ପ୍ରବେଶ କରି ସେମାନଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବା ଅର୍ଥାତ୍ ଖାଇବା ପଦାର୍ଥ ମାଗିବା ଇତ୍ୟାଦି ଓ ଅନ୍ୟାନ୍ୟ ଜିନିଷ ମାଗିବା ନିହାତି ଖରାପ ଅଟେ। ତେଣୁ ଯେଉଁମାନେ ଅତିଥି ଅଟନ୍ତି ସେମାନେ ବି ଗୃହସ୍ଥର କାର୍ଯ୍ୟକୁ ଭଲଭାବେ ବୁଝିବା ଉଚିତ। ସମୟ ସୁବିଧା ଦେଖି ସେମାନଙ୍କ ଘରକୁ ଯିବା ଉଚିତ। ବାରମ୍ବାର ସେମାନଙ୍କ ଘରେ ଅତିଥି ହେଲେ ନିଜର ଅତିଥି ସେବାର ମୂଲ୍ୟ ରହେ ନାହିଁ। ଗୃହସ୍ଥ ଅତିଥିଙ୍କୁ ହୃଦୟର ପରମାତ୍ମା ସ୍ୱରୂପ ବୋଲି ଭାବି ସେମାନଙ୍କର ସେବା କରିବା ଉଚିତ। କିନ୍ତୁ ଆଜିକାଲି ଅତିଥି ବେଶରେ ଅନେକ ଦୁଷ୍ଟ ଲୋକ ମଧ୍ୟ ବୁଲୁଛନ୍ତି। ତେଣୁ ଗୃହରେ ଭେଦ ନ ଦେଖାଇବାକୁ ସାବଧାନ ରହିବା ଉଚିତ। କୁହାଯାଇଛି ଯେ ପ୍ରଥମେ ସନ୍ନ୍ୟାସୀ ଆଦିଙ୍କୁ ଭୋଜନ ଦେବା ଗୃହସ୍ଥର କର୍ତ୍ତବ୍ୟ। ପୁଣି ସନ୍ତାନମାନଙ୍କ ଧର୍ମ ହେଉଛି ଗୃହସ୍ଥର ଭୋଜନ ସରିବା ପରେ ଭିକ୍ଷା ପାଇଁ ଯିବା। ଏ ଉଭୟ କାର୍ଯ୍ୟ କିପରି ହେବ? ଭୋଜନ ପ୍ରସ୍ତୁତି ପରେ ଗୃହସ୍ଥ ବଳି ବିଶ୍ୱଦେବ କରିବେ। ଅତିଥି ଆସିଲେ ତାଙ୍କୁ ଯଥାଶକ୍ତି ଭୋଜନ ଦେବେ। କେହି ଅତିଥି ନ ଆସିଲେ ଗୋଟିଏ ଗାଈକୁ ଦୁହିଁବା ପାଇଁ ଯେତିକି ସମୟ ଆବଶ୍ୟକ ସେତିକି ସମୟ ପିଣ୍ଡରେ ଠିଆ ହୋଇ ଅତିଥିଙ୍କୁ ପ୍ରତୀକ୍ଷା କରିବେ। ଅତିଥି ନ ଆସିଲେ ତାଙ୍କ ଭାଗ ପୃଥକ ରଖି ଭୋଜନ କରିବେ। ସନ୍ନ୍ୟାସୀ କୌଣସି ପଦାର୍ଥ ସଂଗ୍ରହ କରି ରଖନ୍ତି ନାହିଁ। କ୍ଷୁଧା ହେଲେ ସେ ଭିକ୍ଷା ପାଇଁ ଗୃହସ୍ଥ ନିକଟକୁ ଆସନ୍ତି। ଗୃହସ୍ଥ ଭୋଜନ ପରେ ବାସନକୁସନ ମାଜି ରଖିବା ପରେ ସନ୍ନ୍ୟାସୀ ଭିକ୍ଷା ପାଇଁ ସେ ଗୃହକୁ ଆସିବେ। ଉଦ୍ଦେଶ୍ୟ ହେଲା ଗୃହସ୍ଥ ଉପରେ ଭାର ନ ପଡ଼ୁ ଓ ଖାଦ୍ୟ ନିଅଣ୍ଟ ନ ହେଉ। 5-7 ଜଣଙ୍କ ପାଇଁ ରୋଷେଇ ହୋଇଥିଲେ ଜଣେ ଅତିଥି ପାଇଁ ଖାଦ୍ୟ ନିଅଣ୍ଟ ହେବ ନାହିଁ। ଗୃହସ୍ଥର ଭୋଜନ ପରେ ଯାହା ଅବଶିଷ୍ଟ ଥିବ ତାହା ସେ ଗ୍ରହଣ କରିବେ। ଭିକ୍ଷା ପାଇଁ ବେଶୀ ସମୟ ଅପେକ୍ଷା କରିବେ ନାହିଁ। ସେ ଆସିବା ପରେ ଗୃହସ୍ଥ ଭିକ୍ଷାଦାନ ପାଇଁ ମନା ନ କରିବା ପର୍ଯ୍ୟନ୍ତ ଗୋଟିଏ ଗାଈ ଦୁହିଁବାରେ ଯେତିକି ସମୟ ଲାଗେ ମାତ୍ର ସେତିକି ସମୟ ସେ ଘରେ ଅପେକ୍ଷା କରିବେ। ଗୃହସ୍ଥର ଦେବାର ଭାବନା ନଥିଲେ ଆଦୌ କ୍ରୋଧିତ ନ ହୋଇ ସେଠାରୁ ଚାଲିଯିବେ। ଗୃହସ୍ଥ ମଧ୍ୟ କସ୍ମିନ୍ କାଳେ ସନ୍ନ୍ୟାସୀ ପ୍ରତି କ୍ରୋଧ କରିବେ ନାହିଁ। ହଁ, ଯଦି ସନ୍ନ୍ୟାସୀ ଏ ସମୟରେ ଆପଣଙ୍କୁ ଖରାପ ବ୍ୟବହାର କରନ୍ତି ତେବେ ସେ ସମୟରେ ହୁଏତ ଆପଣ କ୍ରୋଧ ପ୍ରକାଶ କରିପାରନ୍ତି। କିନ୍ତୁ ପରେ ଭଗବାନଙ୍କୁ ପ୍ରାର୍ଥନା କରିବେ ଯେ ସନ୍ନ୍ୟାସୀ ମୋ ପ୍ରତି ଯେଉଁ କଟୁ ବଚନ ପ୍ରୟୋଗ କରିଛନ୍ତି ସେଥିପାଇଁ ସନ୍ନ୍ୟାସୀଙ୍କୁ କ୍ଷମା କରନ୍ତୁ ଏବଂ ସନ୍ନ୍ୟାସୀଙ୍କର ମଧ୍ୟ ମଙ୍ଗଳ ହେଉ। କିନ୍ତୁ ସନ୍ନ୍ୟାସୀ ହେବାର ମାନେ ନୁହେଁ ଯେ ଲୋକମାନଙ୍କ ପ୍ରତି ଅଯଥା କ୍ରୋଧ ପ୍ରକାଶ କରି ନିଜର ଅଧିକାର ଜାହିର କରିବା। ଗୃହସ୍ଥ ନିଜର ପଡ଼ୋଶୀମାନଙ୍କ ସହିତ କି ପ୍ରକାର ବ୍ୟବହାର କରିବା? ପଡ଼ୋଶୀମାନଙ୍କୁ ନିଜ କୁଟୁମ୍ବର ଲୋକ ଭଳି ଭାବିବା ଉଚିତ। ତୁଚ୍ଛ ଲୋକେ ନିଜ ପର ଭେଦଭାବ ରଖନ୍ତି। ଉଦାର ଲୋକେ ସମ୍ପୂର୍ଣ୍ଣ ପୃଥିବୀବାସୀଙ୍କୁ ନିଜର କୁଟୁମ୍ବ ମଣନ୍ତି। ଆମେ ସମସ୍ତେ ପ୍ରଭୁଙ୍କ ସନ୍ତାନ ହୋଇଥିବାରୁ ଭାଇ ଅଟୁ। ତେଣୁ ଘର ଲୋକଙ୍କ ପ୍ରତି ଘରଲୋକଙ୍କ ଭଳି ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉଚିତ। ଘରକୁ ଫଳ ବା ମିଷ୍ଟ ପଦାର୍ଥ ଆସିଲେ ଓ ପାଖରେ ନିଜର ପଡ଼ୋଶୀଙ୍କ ପୁଅ ଝିଅ ଥିଲେ ପ୍ରଥମେ ପଡ଼ୋଶୀଙ୍କ ପିଲାମାନଙ୍କୁ ଭଲ ଜିନିଷ ବାଣ୍ଟିବେ। ପରେ ଭଉଣୀ ଓ ଝିଅର ପିଲାମାନଙ୍କୁ ଦେବେ। ତାପରେ ନିଜ ଘରର ପୁତୁରା ଝିଅଙ୍କୁ ଦେବେ। ଶେଷରେ ନିଜ ପିଲାଙ୍କୁ ଦେବେ। ଆମେ ଏପରି ବ୍ୟବହାର କଲେ ଅନ୍ୟମାନେ ମଧ୍ୟ ଆମ ପିଲାମାନଙ୍କ ପ୍ରତି ସେହିଭଳି ବ୍ୟବହାର କରିବେ। ଫଳରେ ସମାଜ ମଧ୍ୟରେ ପ୍ରୀତି ବୃଦ୍ଧି ପାଇବ। ଜିନିଷପତ୍ର ଠାରୁ ପ୍ରୀତି ଅଧିକ ମୂଲ୍ୟବାନ। ପଡ଼ୋଶୀର ଗାଈ ଗୋରୁ ନିଜ ବାଡ଼ିକୁ ଆସିଲେ କଳି ଝଗଡ଼ା କରିବେ ନାହିଁ। ପଶୁମାନଙ୍କୁ ମାରିବେ ନାହିଁ। ପ୍ରେମପୂର୍ବକ ପଡ଼ୋଶୀଙ୍କୁ କହିବେ, ଭାଇ ଏଣିକି ଗାଈ ଗୋରୁ ନ ଆସିବା ପାଇଁ ଧ୍ୟାନ ଦେବ। ଏପରି ବ୍ୟବହାର କଲେ ପଡ଼ୋଶୀଙ୍କ ବାଡ଼ିରେ ଆମ ଗାଈ ଗୋରୁ ପଶିଗଲେ ସେମାନେ ମଧ୍ୟ ଭଦ୍ର ବ୍ୟବହାର କରିବେ। ପଡ଼ୋଶୀ ବିରକ୍ତ ହେଲେ ସୁଦ୍ଧା ନିଜେ କ୍ରୋଧିତ ହେବେ ନାହିଁ। ନିଜ ଗାଈ ଗୋରୁ ପଡ଼ୋଶୀ ବାଡ଼ିରେ ଯେପରି ନ ପଶନ୍ତି ସେଥିପ୍ରତି ସାବଧାନ ରହିବେ। ଘରେ ଉଚ୍ଚବାଦୀ ହେଲେ ପଡ଼ୋଶୀର ପିଲାମାନଙ୍କୁ ଭଲ ଖାଦ୍ୟ ବାଣ୍ଟିବେ। ନିଜ ଭଉଣୀ ବା ଝିଅର ବିବାହରେ ଆମେ ଯେପରି ବଦାନ୍ୟ ହେଉ
ପଡ଼ୋଶୀର ଭଉଣୀ ଓ ଝିଅର ବିବାହ ସମୟରେ ସେଭଳି ସହାନୁଭୂତି ଓ ସହଯୋଗ ପ୍ରଦାନ କରିବେ। ସେମାନଙ୍କ ଜାମାତାମାନଙ୍କ ସଙ୍ଗେ ମଧୁର ବ୍ୟବହାର କରିବେ। କିନ୍ତୁ ଦର୍ଶକ ବନ୍ଧୁ, ଏଇ ଯେଉଁ ପଡ଼ୋଶୀଙ୍କ କଥା କୁହାଗଲା, ବର୍ତ୍ତମାନ ସେ କ୍ଷେତ୍ରରେ ଆପଣମାନେ ସତର୍କ ରହିବା ଉଚିତ। କାରଣ ଆଜିକାଲି ପଡ଼ୋଶୀମାନେ ମଧ୍ୟ ବହୁତ ପ୍ରକାର ଖରାପ ବ୍ୟବହାର ଘର ଲୋକଙ୍କ ସହିତ, ସେମାନଙ୍କ ପଡ଼ୋଶୀ ସହିତ କରୁଛନ୍ତି। ତେଣୁ ଏଭଳି ବ୍ୟବହାର କରିବା ପୂର୍ବରୁ ବହୁତ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଯିଏ ଉଚିତ ଏହାର ବ୍ୟବହାର, ଯେଉଁ ପଡ଼ୋଶୀ ଲୋକଙ୍କର ଉଚିତ ବ୍ୟବହାର ଉଚିତ ବୋଲି ଲାଗୁଥିବ ସେମାନଙ୍କ ସହିତ ଉଚିତ ବ୍ୟବହାର କରନ୍ତୁ। ଯେଉଁମାନଙ୍କ ବ୍ୟବହାର ପଡ଼ୋଶୀଙ୍କ ବ୍ୟବହାର ଉଚିତ ଲାଗୁନଥିବ ସେମାନଙ୍କ ସହିତ ଦୂରେଇ ରହିବା ହିଁ ଉଚିତ। ଭୃତ୍ୟ ସହିତ କିପରି ବ୍ୟବହାର କରିବା ଉଚିତ? ଭୃତ୍ୟ ସହିତ ନିଜ ପୁତ୍ର ପରି ବ୍ୟବହାର କରିବେ। ଭୃତ୍ୟ ଦୁଇ ପ୍ରକାର ଥାନ୍ତି। କେତେକ ଦରମା ନିଅନ୍ତି ଓ ଭୋଜନ ମଧ୍ୟ କରନ୍ତି। କେତେକ କେବଳ ଦରମା ନିଅନ୍ତି ଓ ନିଜ ଘରେ ଭୋଜନ କରନ୍ତି। ଯେଉଁମାନେ ମୁନିମ ଘରେ ଭୋଜନ କରନ୍ତି ସେମାନଙ୍କୁ ନିକୃଷ୍ଟ ଭୋଜନ ଦେବା ଅନୁଚିତ। ଦେଖାଯାଏ ଯେ ଗୃହିଣୀ ନିଜ ପତି ଓ ପୁତ୍ରଙ୍କୁ ଉତ୍କୃଷ୍ଟ ଭୋଜନ, ଗୃହର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟମ ଧରଣର ଭୋଜନ ଓ ଭୃତ୍ୟମାନଙ୍କୁ ନିକୃଷ୍ଟ ଭୋଜନ ଦିଅନ୍ତି। ଏହା ଅନୁଚିତ। ସମସ୍ତଙ୍କ ପାଇଁ ମଧ୍ୟମ ଧରଣର ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିବା ଉଚିତ। ଭିକ୍ଷୁକମାନଙ୍କୁ ମଧ୍ୟ ସେଭଳି ଖାଦ୍ୟ ଦେବା ବିଧେୟ। ଯେଉଁ ଭୃତ୍ୟମାନେ କେବଳ ଦରମା ନିଅନ୍ତି ଓ ଭୋଜନ କରନ୍ତି ନାହିଁ ସେମାନଙ୍କୁ ପିଲାମାନଙ୍କ ପାଇଁ ବେଳେବେଳେ ମିଠାଇ, ଲୁଗାପଟା ଆଦି ଦେବା ଉଚିତ। ଦରମା ଛଡ଼ା ବେଳେବେଳେ ପୁରସ୍କାର, ଖାଦ୍ୟ ପଦାର୍ଥ ପ୍ରଭୃତି ଦେବା ଉଚିତ। ଅଧିକ ଦରମା ଅପେକ୍ଷା ସାମୂହିକ ଭାବରେ ପୁରସ୍କାର ଦେବା ଅଧିକ ପ୍ରଭାବ ପକାଏ। ତାଦ୍ୱାରା ଗୃହସ୍ୱାମୀଙ୍କ ଉଦାରତା ବୃଦ୍ଧି ପାଏ। ସେବକମାନେ ସନ୍ତୁଷ୍ଟ ଓ ବିଶ୍ୱସ୍ତ ହୁଅନ୍ତି। ଚୋର ଡକାୟତଙ୍କ କବଳରୁ ଗୃହସ୍ଥକୁ ରକ୍ଷା କରନ୍ତି ଏବଂ ଗୃହର ଉତ୍ସବମାନଙ୍କରେ ଉତ୍ସାହପୂର୍ବକ ପରିଶ୍ରମ କରନ୍ତି। ଦର୍ଶକ ବନ୍ଧୁ, ଏଠାରେ ଯେଉଁ ଚାକରମାନଙ୍କ କଥା କୁହାଗଲା ଅର୍ଥାତ୍ ଭୃତ୍ୟମାନଙ୍କ କଥା କୁହାଗଲା ସେସବୁ କରିବା ଉଚିତ। କିନ୍ତୁ ଆଜିକାଲିକା ସମୟକୁ ଦେଖିଲେ ଭୃତ୍ୟମାନଙ୍କ ଉପରେ ଅତ୍ୟଧିକ ବିଶ୍ୱାସ କରିବା ବା ସେମାନଙ୍କୁ ନିଜର ପୁତ୍ର ଭଳି ଆଦର ସତ୍କାର କଲେ ସେମାନଙ୍କଠାରୁ ପରିଣାମରେ ଦୁଃଖ ଓ କଷ୍ଟ ଭୋଗିବାକୁ ପଡ଼ୁଛି। ତେଣୁ ଏସବୁ କରିବା ପୂର୍ବରୁ ଭୃତ୍ୟମାନଙ୍କୁ ଘରେ ରଖିବା ପୂର୍ବରୁ ସେମାନଙ୍କ ବିଷୟରେ ଭଲ ଭାବରେ ବୁଝି ସେମାନଙ୍କୁ ଘରେ ରଖିବା ଉଚିତ। ଯଦି ସେମାନଙ୍କର କାର୍ଯ୍ୟକଳାପରେ ସନ୍ଦେହ ହୁଏ ତେବେ ସେମାନଙ୍କୁ ଘରୁ ବାହାର କରିଦେବା ଉଚିତ। ଘରେ ମୂଷା, ଓଡ଼ଶ, ଝିଟିପିଟି ପ୍ରଭୃତି ଜୀବନ ପ୍ରତି କିପରି ବ୍ୟବହାର କରିବା ଉଚିତ? ମୂଷା ଆଦି ଜୀବମାନଙ୍କୁ ଗୃହର ସଦସ୍ୟ ବୋଲି ଭାବିବା ଉଚିତ। ସେମାନଙ୍କର ମଧ୍ୟ ଅଧିକାର ଅଛି। ଆଜିକାଲି ଲୋକେ ସେମାନଙ୍କୁ ମାରିଦିଅନ୍ତି, କିନ୍ତୁ ସେମାନଙ୍କୁ ଯଥାଶକ୍ତି ପାଳନ କରିବା ଉଚିତ। ନିଜକୁ ରକ୍ଷା କରିବାରେ ମନୁଷ୍ୟର ଅଧିକାର ଅଛି ସତ, କିନ୍ତୁ କାହାକୁ ହତ୍ୟା କରିବାରେ ତା'ର ଅଧିକାର ନାହିଁ। ମନୁଷ୍ୟ ଯେପରି ପୃଥିବୀରେ ଘର କରିଛି, ମୂଷା ଆଦି ଜୀବମାନେ ସେପରି ନିଜ ଆଶ୍ରୟସ୍ଥଳ ବାଛିଛନ୍ତି। ଘରେ ସାପ, ବିଛା ଆଦି ବିଷାକ୍ତ ଜୀବ ଥିଲେ ସେମାନଙ୍କୁ କୌଶଳକ୍ରମେ ଘର ବାହାରେ ସୁରକ୍ଷିତ ସ୍ଥାନରେ ଛାଡ଼ିଦେବା ଉଚିତ। ଘର ସଫା ନ ରଖିଲେ ମଶା, ଓଡ଼ଶ ଆଦି ଜାତ ହୁଅନ୍ତି। ସେମାନେ ଯେପରି ଜାତ ନ ହେବେ ସେଥିପାଇଁ ଘରକୁ ନିର୍ମଳ ରଖିବା ଆବଶ୍ୟକ। ଘର ସ୍ୱଚ୍ଛ ରଖି ସୁଦ୍ଧା ସେମାନେ ଜାତ ହେଲେ ସେମାନଙ୍କୁ ମାରିବାର ଅଧିକାର ଆମର ନାହିଁ। ଦର୍ଶକ ବନ୍ଧୁ, ଏଠାରେ ଯେଉଁ କଥା କୁହାଗଲା ଏହି କଥା ବର୍ତ୍ତମାନ ସମୟରେ କରିବା ନିହାତି ଅସମ୍ଭବ କଥା। କାରଣ ମୂଷା ନିହାତି ଅନିଷ୍ଟକାରକ ଜୀବ ହୋଇଥିବାରୁ ସେମାନେ ବାରମ୍ବାର ଆମର ଅନିଷ୍ଟ କରୁଛନ୍ତି ଓ ଘରର ଜିନିଷପତ୍ର ନଷ୍ଟ କରୁଛନ୍ତି। ତେଣୁ ସେମାନଙ୍କୁ ଘରର ସଦସ୍ୟ ଭଳି ଭାବି ପାଳନ କଲେ ପରିଣାମରେ ଆମକୁ ଦୁଃଖ ହିଁ ଭୋଗିବାକୁ ପଡ଼େ। ସେମାନେ ଯଦି ଘରେ ରହିଛନ୍ତି ତେବେ ସେମାନଙ୍କୁ ବାହାରେ ଛାଡ଼ିଦେବା ଉଚିତ। ଆଉ ମୂଷାମାନେ ଯେମିତି ଘରେ ନ ପଶିବେ ସେଥିପାଇଁ ଘରେ ବିଲେଇ ବା ବିରାଡ଼ି ରଖିବା ଉଚିତ, ଯାହାଦ୍ୱାରା ମୂଷାମାନଙ୍କର ଚଳପ୍ରଚଳ ଘରେ ଆଉ ହେବ ନାହିଁ। ମଶା, ଓଡ଼ଶ କଥା ଯେଉଁ କୁହାଗଲା, ମଶା ଓଡ଼ଶମାନେ ତ ଆମର ରକ୍ତ ଖାଇକି ମଣିଷମାନଙ୍କର ରକ୍ତ ଖାଇକି ସନ୍ତୁଷ୍ଟ ହୁଅନ୍ତି। ତାଙ୍କୁ ବା କେମିତି ଆମେ ନିଜର ବୋଲି ମାନିପାରିବା? ତେଣୁ ମଶା ଓଡ଼ଶମାନଙ୍କଠୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ହେବ। ଘରକୁ ନିର୍ମଳ ରଖନ୍ତୁ। ମଶା, ଓଡ଼ଶ ଘରେ ଯେମିତି ଜାତ ନ ହେବେ ସେଥିପାଇଁ ବ୍ୟବସ୍ଥା କରନ୍ତୁ। କିନ୍ତୁ ସେମାନେ ମଧ୍ୟ ଭଗବାନ ତାଙ୍କୁ ଜନ୍ମ ଦେଇଛନ୍ତି, ସେମାନଙ୍କର ଅଧିକାର ଅଛି, କିନ୍ତୁ ସେମାନଙ୍କୁ ମାରିବା ଅନୁଚିତ। ଯଦି ନିହାତି ଦରକାର ପଡ଼େ ସେମାନଙ୍କୁ ମାରିବା ପରେ ମଧ୍ୟ ଭଗବାନଙ୍କୁ ଏଥିପାଇଁ ପ୍ରାର୍ଥନା କରନ୍ତୁ ଯେ ଭଗବାନ ସେମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଆଉ ମୋ ଦ୍ୱାରା ଆଉ ଯେମିତି ଏହି ହତ୍ୟା କାର୍ଯ୍ୟ ନ ହୁଏ। ଘରେ କୁକୁର ପୋଷିବା ଉଚିତ କି? କୁକୁର ପୋଷିବା ଲୋକ ନରକଗାମୀ ହୁଏ। ମହାଭାରତରେ କୁହାଯାଇଛି, 5 ପାଣ୍ଡବ ଓ ଦ୍ରୌପଦୀ ଯୁଦ୍ଧ ପରେ ହିମାଳୟ ଯାତ୍ରା କରିବା ସମୟରେ ଯୁଧିଷ୍ଠିରଙ୍କ ଛଡ଼ା ସମସ୍ତେ ମାର୍ଗରେ ଟଳି ପଡ଼ିଲେ। ସେତେବେଳେ ମାତଳି ଇନ୍ଦ୍ରଙ୍କ ଆଦେଶରେ ରଥ ଘେନି ସେଠାରେ ପହଞ୍ଚି ସଶରୀରରେ ସ୍ୱର୍ଗଯାତ୍ରା ପାଇଁ ଯୁଧିଷ୍ଠିରଙ୍କୁ ଅନୁରୋଧ କଲେ। ଯୁଧିଷ୍ଠିରଙ୍କ ପାଖରେ ଗୋଟିଏ କୁକୁର ଠିଆ ହୋଇଥିଲା। ଯୁଧିଷ୍ଠିର ପ୍ରସ୍ତାବ ଦେଲେ ଯେ କୁକୁରଟି ତାଙ୍କ ଶରଣକୁ ଆସିଥିବାରୁ ସେ ମଧ୍ୟ ତାଙ୍କ ସାଥିରେ ସ୍ୱର୍ଗପୁରକୁ ଯିବ। ସେତେବେଳେ ଇନ୍ଦ୍ର ଯୁଧିଷ୍ଠିରଙ୍କୁ କହିଲେ, ହେ ଧର୍ମରାଜ, କୁକୁର ରଖିବା ଲୋକଙ୍କ ପାଇଁ ସ୍ୱର୍ଗରେ ସ୍ଥାନ ନାହିଁ। ସେମାନେ ଯଜ୍ଞାନୁଷ୍ଠାନ, କୂପ ନିର୍ମାଣ ଆଦି ପରୋପକାର କାର୍ଯ୍ୟ ଦ୍ୱାରା ଯେଉଁ ପୁଣ୍ୟ ଅର୍ଜନ କରନ୍ତି ତାହା କ୍ରୋଧବଶ ନାମକ ରାକ୍ଷସମାନେ ହରଣ କରିନିଅନ୍ତି। ତେଣୁ ବୁଝି ବିଚାରି କର୍ମ କର, କୁକୁରକୁ ଏଠାରେ ଛାଡ଼ିଦିଅ। ଏପରି କରିବା କୌଣସି ପ୍ରକାର ନିର୍ଦ୍ଦୟତା ନୁହେଁ। ଯୁଧିଷ୍ଠିର କହିଲେ, ଏହି କୁକୁର ମୋର ଶରଣକୁ ଆସିଛି, ଏହାକୁ ମୁଁ ପାଳନ କରିନାହିଁ। ଏବେ
ଏବେ ଏହାକୁ ମୋର ଅଧା ପୁଣ୍ୟ ମୁଁ ଦାନ କରୁଛି। ସେ ମୋ ସହିତ ସ୍ୱର୍ଗକୁ ଯିବ। ଏହା କହିବା ପରେ କୁକୁରଠାରୁ ଧର୍ମରାଜ ପ୍ରକଟିତ ହେଲେ। ସେ କହିଲେ, ହେ ଯୁଧିଷ୍ଠିର, ମୁଁ ତୁମକୁ ପରୀକ୍ଷା କରିବା ପାଇଁ ଆସିଥିଲି। ତୁମେ ଜୟ ଲାଭ କଲ, ବର୍ତ୍ତମାନ ସ୍ୱର୍ଗ ଯାତ୍ରା କର। ତାତ୍ପର୍ଯ୍ୟ ହେଉଛି ଯେ ଗୃହସ୍ଥ ନିଜ ଘରେ କୁକୁର ରଖିବା ଉଚିତ ନୁହେଁ। ମହାଭାରତରେ କୁହାଯାଇଛି, ଘରେ ଫଟା ବାସନ, ଭଙ୍ଗା ଖଟ, କୁକୁର ଓସ୍ତ ଆଦି ବୃକ୍ଷ ରଖିବା ଉଚିତ ନୁହେଁ। ଫଟା ବାସନରେ କଳିଯୁଗ ରହେ ବୋଲି କୁହାଯାଏ। ଭଙ୍ଗା ଖଟ ଥିଲେ ଧନହାନି ଘଟେ। କୁକୁର ଥିଲେ ଦେବତାମାନେ ସେହି ଗୃହରେ ହବିଷ୍ୟ ଗ୍ରହଣ କରନ୍ତି ନାହିଁ। ଘର ପରିସର ଭିତରେ ବଡ଼ ଗଛ ଥିଲେ ସେଥିରେ ସାପ ବିଛା ଆଦି ବିଷାକ୍ତ ଜନ୍ତୁ ରୁହନ୍ତି। ତେଣୁ ଘର ପରିସର ଭିତରେ ଗଛ ଲଗାଇବା ଉଚିତ ନୁହେଁ। କୁକୁର ଅଶୁଦ୍ଧ ଅପବିତ୍ର ଜନ୍ତୁ। ତାହାର ଖାଦ୍ୟପେୟ ସ୍ପର୍ଶ ଏଠାରେ ସେଠାରେ ବସିବା ଦ୍ୱାରା ଗୃହସ୍ଥର ଗୃହ କାର୍ଯ୍ୟ ଅନିର୍ମଳ ଅଶୁଦ୍ଧ ହୁଏ। ଅପବିତ୍ରତାର ଫଳ ମଧ୍ୟ ଅପବିତ୍ର ଆଦି ହୁଏ। ଦର୍ଶକ ବନ୍ଧୁ, ଏଠାରେ ଯେଉଁ କୁହାଗଲା କୁକୁରମାନଙ୍କୁ ଘରେ ପୋଷିବା ଉଚିତ ନୁହେଁ। ହଁ, ଠିକ୍ ଅଛି, କୁକୁରମାନଙ୍କ ଘରେ ରଖିବା ଉଚିତ, କିନ୍ତୁ କୁକୁରମାନଙ୍କୁ ଘରେ ବାହାରେ ରଖିବା ଉଚିତ। ଆଜିକାଲି ଯେମିତି କୁକୁରମାନଙ୍କୁ ପାଖରେ ବସାଉଛନ୍ତି, ପାଖରେ ଶୁଆଉଛନ୍ତି, ସେଭଳି କରିବା ଅନୁଚିତ। ତେଣୁ ବିନା କୁକୁର ନ ରଖିଲେ ମଧ୍ୟ ଆମେ ଘରେ ଚଳିପାରିବା ନାହିଁ। କାରଣ ଆଜିକାଲି ଘରେ ବାହାରେ ଯେମିତି ଚୋରି ଡକାୟତମାନେ ବଢ଼ିଗଲେଣି, କୁକୁରମାନେ ରହିଲେ ଚୋର ଡକାୟତମାନେ ଘରେ ପ୍ରବେଶ କରିପାରିବେ ନାହିଁ ଓ ଧନ ଜୀବନ ହାନି ହେବାରେ ମଧ୍ୟ ରକ୍ଷା ପାଇପାରିବ। ତେଣୁ ପ୍ରଶ୍ନ ଉଠୁଛି, କୁକୁର ଏକା ପୁରାପୁରି ଅପବିତ୍ର ଜନ୍ତୁ ନୁହେଁ, ତା'ର ମଧ୍ୟ ବଞ୍ଚିବାର ଅଧିକାର ଅଛି। ତାକୁ ମଧ୍ୟ ଭଗବାନ କୌଣସି ଉଦ୍ଦେଶ୍ୟ ରଖି ଜନ୍ମ ଦେଇଛନ୍ତି। ତେଣୁ ଆମେମାନେ ଯେ ଭାବୁଛୁ କୁକୁର ଅପବିତ୍ର ଜନ୍ତୁ, ସେକୁ ରଖିବା ଉଚିତ ନୁହେଁ, ଏସବୁ ଭୁଲ କଥା। କୁକୁରକୁ ଆପଣ ଘରେ ରଖନ୍ତୁ, କିନ୍ତୁ ସେ ଘର ବାହାରେ କିଛି ରଖିବା ପାଇଁ ବ୍ୟବସ୍ଥା କରନ୍ତୁ। ଦେଖିବେ ସେହି କୁକୁର ଦିନେ ଆପଣଙ୍କର ବହୁତ ଉପକାରରେ ଆସିବ। କୃଷିକ୍ଷେତ୍ର ପ୍ରଭୃତିର ସୁରକ୍ଷା ପାଇଁ କୁକୁର ରଖିଲେ ହାନି କ'ଣ? କୁକୁରକୁ ଶସ୍ୟକ୍ଷେତ୍ରର ସୁରକ୍ଷା ପାଇଁ ରଖାଯାଇପାରେ। ତାହାକୁ ଖାଦ୍ୟପେୟ ଦିଆଯିବ ଅଛି, କିନ୍ତୁ ତାଠୁ ଦୂରରେ ରହିବା ବାଞ୍ଛନୀୟ। ତାକୁ ପାଖରେ ରଖିବା, ସେଥିରେ ବୁଲାଇବା, ଛୁଆଁଛୁଇଁ କରିବା ନିଷିଦ୍ଧ। କୁକୁରକୁ ପାଳନ କରିବାର ଦୋଷ ନାହିଁ। ପ୍ରକୃତ ପକ୍ଷରେ ସବୁ ପ୍ରାଣୀଙ୍କର ପାଳନ କରିବା ଗୃହସ୍ଥର କର୍ତ୍ତବ୍ୟ। ପରନ୍ତୁ କୁକୁର ସାଥିରେ ମିଳିମିଶି ରହିବା, ତାକୁ ପାଖରେ ଶୁଆଇବା, ତା'ଠାରେ ଅଯଥା ଆସକ୍ତି ରଖିବା ପତନର କାରଣ ଅଟେ। ଜୀବନର ଶେଷ ସମୟରେ କୁକୁର କଥା ମନେ ପଡ଼ିଲେ ପରବର୍ତ୍ତୀ ଜନ୍ମରେ କୁକୁର ହେବାକୁ ପଡ଼େ। କିନ୍ତୁ ଦର୍ଶକ ବନ୍ଧୁ, ଏଠି କୁକୁର ବିଷୟରେ ଯାହା ବି କୁହାଗଲା ତାହା ସମ୍ପୂର୍ଣ୍ଣ ଠିକ୍ ନହେଲେ ସମ୍ପୂର୍ଣ୍ଣ ଭୁଲ ବି ନୁହେଁ। ତେଣୁ କୁକୁରକୁ ରଖିବା ସମୟରେ ସତର୍କତାର ସହିତ କାର୍ଯ୍ୟ କରିବା ଉଚିତ। ଘର ଛାତ ବା କାନ୍ଥ ଉପରେ ଓସ୍ତ ଗଛ ଉଠିଲେ ତାକୁ ଉପାଡ଼ି ଦେବା ଉଚିତ କି? ତାକୁ ଉପାଡ଼ି ଦେଇ ଛକ ଜାଗାରେ, ମନ୍ଦିର ପାଖରେ ଅଥବା ଗ୍ରାମର ଉପଯୁକ୍ତ ସ୍ଥାନରେ ଲଗାଇବା ଉଚିତ। ତାକୁ ଜଳ ଦେଇ ବଢ଼ାଇବା ଆବଶ୍ୟକ। ଗଛକୁ ନ କାଟି ଦରକାର ପଡ଼ିଲେ ଛାତ ବା କାନ୍ଥର କିଛି ଅଂଶ ଭାଙ୍ଗି ଦେଇ ମୂଳ ସହିତ ଓସ୍ତ ଗଛକୁ ଅନ୍ୟ ସ୍ଥାନରେ ପୋତିବା ପାଇଁ ଆଣିବା ଉଚିତ। ଓସ୍ତ, ବର, ଜଳି, ଅଁଳା, ତୁଳସୀ ଆଦି ପବିତ୍ର ବୃକ୍ଷଗୁଡ଼ିକ ମନୁଷ୍ୟକୁ ପବିତ୍ର କରନ୍ତି। ତେଣୁ ସେଗୁଡ଼ିକ ବିଶେଷ ଆଦର କରିବା ଉଚିତ। ଜୀବନ ନିର୍ବାହ ପାଇଁ ଗୃହସ୍ଥ କେଉଁ ପ୍ରକାର ଧନ ଅର୍ଜନ କରିବେ? ନିଜେ ପରିଶ୍ରମ କରି ଅନ୍ୟର ସତ୍ତ୍ୱ ନିଜ ପାଖକୁ ନ ଆସି ଯିବାକୁ ସାବଧାନ ହୋଇ ଗୃହସ୍ଥ ଧନ ଅର୍ଜନ କରିବେ। ଯେତିକି ଧନ ଅର୍ଜିତ ହେଉଛି ତା'ର 10, 15 ଅଥବା 20 ଭାଗରୁ ଭାଗେ ଦାନ ପୁଣ୍ୟ ପାଇଁ ରଖିବେ। ଧନ ଉପାର୍ଜନ କରିବା ସମୟରେ କିଛି ନା କିଛି ଦୋଷ ରହିଯାଏ। ସେହି ଦୋଷର ପ୍ରାୟଶ୍ଚିତ୍ତ ପାଇଁ କିଛି ଧନ ଲୋକଙ୍କ ମଙ୍ଗଳ ପାଇଁ ବ୍ୟୟ କରିବା ଉଚିତ। ଆଜିକାଲି ସରକାରୀ କାନୁନ ଏପରି ହୋଇଛି ଯେ ସତ୍ ଉପାୟରେ ଧନ ଅର୍ଜିତ ହୋଇପାରୁନାହିଁ। ତେଣୁ କ'ଣ କରିବା ଉଚିତ? ସରକାରୀ କାନୁନରୁ ଉଦ୍ଧାର ପାଇବାର ଉପାୟ ହେଉଛି ନିଜର ଖର୍ଚ୍ଚ କମ୍ କରିବା। ତେଣୁ ସ୍ୱାଦ, ସୌଖିନତା ଓ ଆଡ଼ମ୍ବରରେ ଧନ ଖର୍ଚ୍ଚ କରିବେ ନାହିଁ। ସାଧାରଣ ରୀତିରେ ଚଳନ୍ତୁ। ସରଳ ଓ ସାତ୍ତ୍ୱିକ ଜୀବନ ଅତିବାହିତ କରନ୍ତୁ। ଧନ ଅର୍ଜନ କରିବା ନିଜ ହାତରେ ନାହିଁ। ତାହା ଯେତିକି ମିଳିବା କଥା ସେତିକି ମିଳିବ, ପରନ୍ତୁ ବ୍ୟୟ କରିବା ନିଜ ହାତର କଥା, ସେଥିରେ ଆମେ ସ୍ୱତନ୍ତ୍ର। ଦେଖାଯାଉଛି ଯେ ସମ୍ପୂର୍ଣ୍ଣ କର ଦେବା ଦ୍ୱାରା ଧନ କମିଯାଉଛି। ପୂର୍ଣ୍ଣ ଭାବରେ ନ ଦେଇ କିଛି ଲୁଚାଇ ଦେଲେ ଧନ ରହୁଛି। ତେଣୁ ଲୁଚାଇବା ଉଚିତ ନୁହେଁ କି? କର ଦେବା ବେଳେ ଠକିଲେ ଧନ ରହେ ସତ, କିନ୍ତୁ ଶେଷରେ ସେ ଧନ ଚାଲିଯାଏ। ଠକାମିକିରି ରଖିଥିବା ଧନ ନିଜ କାର୍ଯ୍ୟରେ ଲାଗେ ନାହିଁ। ଅନ୍ୟପକ୍ଷରେ ଯେଉଁ ମିଥ୍ୟା, କପଟ, ଅନ୍ୟାୟ ଦ୍ୱାରା ଧନ ସଞ୍ଚୟ କରାଯାଏ, ସେଥିପାଇଁ ଦଣ୍ଡ ଅବଶ୍ୟ ମିଳେ। ଶେଷରେ ଅନ୍ୟାୟପୂର୍ବକ ଉପାର୍ଜନ କରିଥିବା ଧନ ଛାଡ଼ି ଦେଇ ମରିବାକୁ ହୁଏ। ଅନ୍ୟାୟରୁ ଅର୍ଜିତ ଧନ ଡାକ୍ତର ଓକିଲଙ୍କ ପାଖକୁ ଯାଏ, ଅଥବା ଚୋର ଡକାୟତ ନେଇଯାଆନ୍ତି, ଅଥବା ବ୍ୟାଙ୍କରେ ପଡ଼ି ରହେ, କିନ୍ତୁ ନିଜ କାର୍ଯ୍ୟରେ ଲାଗେ ନାହିଁ। ଯେଉଁ ଧନ ନିଜ କାର୍ଯ୍ୟରେ ଲାଗିପାରେ ନାହିଁ, ସେଥିପାଇଁ ପାପ ଓ ଅନ୍ୟାୟ କରି ଲାଭ କ'ଣ? ସତ୍ ଉପାୟରେ ଯେ ଧନ କମ୍ ଅର୍ଜିତ ହୁଏ, ଏପରି ଭାବିବା ଠିକ୍ ନୁହେଁ। ଆମକୁ ଯେତିକି ଧନ ମିଳିବାର ଥିବ, ତାହା ଯେଉଁ ମାର୍ଗରେ ହେଉ ପଛେ ଆସିବ। ଏଭଳି ଅନେକ ଉଦାହରଣ ଦେଖାଯାଏ ଯେ ଯେଉଁମାନେ ଧନ ନିଅନ୍ତି ନାହିଁ, ସେମାନଙ୍କ ପାଖକୁ ବହୁତ ଧନ ଆସେ। ଯେପରି ରୋଗ, ଦୁଃଖ ଆଦି ଆମେ ନ ଚାହିଁଲେ ମଧ୍ୟ ଆସେ, ସେପରି ବିନା ଚେଷ୍ଟାରେ ଧନ ଓ ସୁଖ ମଧ୍ୟ ଆସିବ।
ଶ୍ରୀମଦ୍ ଭାଗବତରେ କୁହାଯାଇଛି, ହେ ରାଜନ, ଯେପରି ବିନା ଇଚ୍ଛାରେ ପ୍ରାଣୀମାନଙ୍କୁ ପ୍ରାରବ୍ଧ ଅନୁସାରେ ଦୁଃଖ ପ୍ରାପ୍ତ ହୁଏ, ସେପରି ସ୍ୱର୍ଗରେ ନରକରେ ମଧ୍ୟ ଇନ୍ଦ୍ରିୟଜନିତ ସୁଖ ପ୍ରାପ୍ତ ହୁଏ। ତେଣୁ ବୁଦ୍ଧିମାନ ମନୁଷ୍ୟ ପକ୍ଷରେ ସେସବୁ ସୁଖ ପାଇଁ ଇଚ୍ଛା କରିବା ଉଚିତ ନୁହେଁ। ଦର୍ଶକ ବନ୍ଧୁ, ଏଠାରେ ବହୁତ ସୁନ୍ଦର ଧନ ବିଷୟକ ବହୁତ ସୁନ୍ଦର କଥା କୁହାଗଲା। ତେଣୁ ଉପରେ ଯେଉଁ ସବୁ ଧନ ବିଷୟକ ଯେଉଁ କଥା ସବୁ କୁହାଯାଇଛି ତାକୁ ମାନିକି ଉଚିତ ଭାବରେ କାର୍ଯ୍ୟ କରନ୍ତୁ। ହଁ, ଆଜିକାଲି ଦେଖାଯାଉଛି ଯେ ଯେଉଁମାନେ ଅନ୍ୟାୟ ଉପରେ ଧନ ଅର୍ଜନ କରୁଛନ୍ତି ତାଙ୍କ ପାଖରେ ଧନ ବହୁତ ମାତ୍ରାରେ ରହୁଛି, ସେମାନଙ୍କର ସମ୍ମାନ ମଧ୍ୟ ବହୁତ ବଢ଼ିଯାଉଛି। ସେମାନଙ୍କର ଧନ ବଳ, ଲୋକ ବଳ ତଥା ବନ୍ଧୁ ବଳ ମଧ୍ୟ ବହୁତ ବଢ଼ିଯାଉଛି, କିନ୍ତୁ ପରିଣାମରେ ସେମାନଙ୍କୁ ଦୁଃଖ ଭୋଗିବାକୁ ପଡ଼ୁଛି। ତେଣୁ ଆପଣମାନେ ଯେଉଁ ଧନ ଅର୍ଜନ କରୁଛନ୍ତି। ଦର୍ଶକ ବନ୍ଧୁ, ଆଜିର କାର୍ଯ୍ୟକ୍ରମ ବର୍ତ୍ତମାନ ଏତିକିରେ ରହିଲା। ପୁଣି ଦେଖା ହେବ ଆସନ୍ତାକାଲି। ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କଠାରୁ ବିଦାୟ ନେଉଛି। ନମସ୍କାର।